ଓଡ଼ିଆ ଘରେ ଜନ୍ମ ହେବା ଭାରି ଭାଗ୍ୟର କଥା। କାହିଁକିନା ଓଡ଼ିଆ ମାନେ ଖାଇବା ଆଇଟମ୍ ତିଆରି କରିବାରେ କେବେ ଟେନସନ୍ ନିଅନ୍ତିନି। ଘରେ ଯାହା ବି କିଛି ଅଛି ଆଇଟମ୍ ତିଆରି କରିଦିଅନ୍ତି। ଆଜି ଆପଣଙ୍କ ପାଇଁ ପ୍ରସ୍ତୁତ କରିବା ଢାବା ଷ୍ଟାଇଲ୍ ବାଇଗଣ ଭର୍ତ୍ତା। ଆପଣମାନେ ବାଇଗଣ ଭର୍ତ୍ତା ତ ବହୁତ ଖାଇଥିବେ। ସେ ହେଉଛି ଘରେ ତିଆରି କରିଥିବା ବାଇଗଣ ଭର୍ତ୍ତା, ଯେଉଁଟାକି ଆପଣ ସିମ୍ପଲ୍ ତରିକାରେ କରିଦେଇଥିବେ। କିନ୍ତୁ ଆଜି ଆମେ କରିବା ଘରେ ହିଁ ଢାବା ଷ୍ଟାଇଲ୍ର ବାଇଗଣ ଭର୍ତ୍ତା। ଚାଲନ୍ତୁ। ଭର୍ତ୍ତା ପାଇଁ ମୁଁ ସବୁ ଜିନିଷ ରେଡ଼ି କଲା ଭିତରେ ଆପଣମାନେ ଟିକେ ଆମ ଚ୍ୟାନେଲ୍ ଆଡ଼େ ବୁଲି ଆସନ୍ତୁ। ପ୍ରଥମେ ବାଇଗଣ ଭର୍ତ୍ତା ପାଇଁକା ହ୍ୟାଲୋ ହାଇ ନମସ୍କାର, ସ୍ୱାଗତ କରୁଛି ଫୁଡି ଓଡ଼ିଶାର ଆଉ ଏକ ଫ୍ରେଶ୍ ଅଧ୍ୟାୟକୁ। କ'ଣ କହୁଥିଲି? ବାଇଗଣ ଭର୍ତ୍ତା। ପ୍ରଥମେ ଆପଣଙ୍କୁ ବାଇଗଣ ଭର୍ତ୍ତା କରିବା ପାଇଁ ହେଲେ ଫ୍ରେଶ୍ ମାର୍କେଟରୁ ଏମିତି ଗୋଲ ଗୋଲ ବାଇଗଣ ନେବାକୁ ପଡ଼ିବ। ତାପରେ ଆମର କ'ଣ କରିବା, ଚାଲନ୍ତୁ। ବାଇଗଣକୁ ପ୍ରଥମେ କ'ଣ କରିବା ନା ଏମିତି ଲମ୍ବା ଲମ୍ବା କରିକି ଗୋଟେ ଛୁରୀରେ ଚାରିପଟୁ ଚିରିଦେବା। ଚିରିବା କାହିଁକି ନା ଯେତେବେଳେ ଆମେ ବାଇଗଣକୁ ରୋଷ୍ଟ କରିବା, ଏ ଚିରା ମାଧ୍ୟମରେ ଆମେ କ'ଣ କରିବା ନା ଆମେ ରସୁଣ କିଛି ତା ଦେହରେ ଗୋଟେ ଗୋଟେ ଭରି କରିବା। ରସୁଣ ଭରି କରିବାର କାରଣ, ବାଇଗଣ ଯେତେବେଳେ ରୋଷ୍ଟ ହେଉଥିବ ଆଉ ତା ଭିତରେ ରସୁଣଟା କୁକ୍ ହେଉଥିବ, ଧୀରେ ଧୀରେ ବଏଲ୍ ହେଇକି ତା'ର ଫ୍ଲେଭରଟା ବାଇଗଣ ଭିତରେ ମିଶି ଯାଇଥିବ। ତାପରେ ଯାଇକି ମାନେ ବାଇଗଣ ଭର୍ତ୍ତାର ଟେଷ୍ଟଟା ଅଲଗା ଲାଗିବ। ଦେଖନ୍ତୁ, ବାଇଗଣ ଭର୍ତ୍ତା ପାଇଁକା ଆପଣ ଯଥା ସମ୍ଭବ ଚେଷ୍ଟା କରିବେ ବଡ଼ ବଡ଼ ବାଇଗଣ ନେବା ପାଇଁକା। ଯେହେତୁ ଆମର ଛୋଟ ଛୋଟ ବାଇଗଣ ଅଛି, ଆମେ ଭାବିଲୁ ସେଇଥିରେ କାମ ଚଳାଇଦେବା ଆଉ, ବୁଝିଲେ? ଆମର ବାଇଗଣ ସମ୍ପୂର୍ଣ୍ଣ ଚିରାଚିରି ହେଇ ତା ଭିତରେ ରସୁଣ ବି ଆମେ ପୁରେଇ ଦେଲୁ। ବର୍ତ୍ତମାନ ଆମେ ସିମ୍ପଲ୍ ଗୋଟେ କାମ କରିବା। କ'ଣ ନା ଆକୁ ଟିକେ ସିମ୍ପଲ୍ କାହାଣୀ ଯେ ଯେତେ ଭଲ ପ୍ରିପାରେସନ୍ ରେସିପି ସେତେ ସ୍ୱାଦିଷ୍ଟ। ଆଉ ଆମ ମୂଳ ଲକ୍ଷ୍ୟ କ'ଣ ହେଲା? ଦେଶୀ ଖାଦ୍ୟକୁ ସ୍ୱାଦିଷ୍ଟ ଟିକେ କରିବା। ହଉ, କିନ୍ତୁ ପ୍ରଥମ କଥା ମନେ ରଖିଥାନ୍ତୁ, ଯେତେବେଳେ ବାଇଗଣ ଆପଣ ତେଲ ମସାଜ କରୁଛନ୍ତି, ଯେଉଁ କଟିଂ ଜାଗାରେ ଆପଣ ତେଲ ଟିକେ ଭରି କରିବା ପାଇଁ ଚେଷ୍ଟା କରିବେ। କାହିଁକିନା ଯେତେବେଳେ ବାଇଗଣ ପୋଡ଼ା ହେବ, ସେତେବେଳେ ଗୋଟେ ସୋରିଷ ତେଲର ସ୍ମୋକି ଫ୍ଲେଭର ଯେଉଁଟାକି ଆପଣଙ୍କ ବାଇଗଣ ଭିତରେ ରହିବା ଦରକାର, ସିଏ ହିଁ ଆପଣଙ୍କର ବାଇଗଣ ଭର୍ତ୍ତାର ଟେଷ୍ଟଟା ଟିକେ ବଢ଼ାଏ। ବାଇଗଣ କଟା ସରିଲା, ତେଲ ମସାଜ ବି ସରିଲା। ଆପଣମାନେ ପୁରା ଭିଡ଼ିଓ ଦେଖୁଥିବେ। ମୁଁ ଗୋଟିଏ ଗୋଟିଏ ରେସିପି ଆପଣଙ୍କୁ ଭଲସେ କ୍ଲିଅର୍ କରି କହିବି, ଆଉ ଆରାମସେ ଆମେ ବାଇଗଣ ଭର୍ତ୍ତା ତିଆରି କରିବା। ଚ୍ୟାନେଲ୍ ତ ସବସ୍କ୍ରାଇବ୍ କରିନାହାନ୍ତି ଏପର୍ଯ୍ୟନ୍ତ, ମୁଁ ଜାଣିଛି। ମୋ ବାଇଗଣ ମସାଜ ବି ସରିଲାଣି। ହଉ, ଯାଆନ୍ତୁ ଟିକେ ଚ୍ୟାନେଲ୍ଟା ସବସ୍କ୍ରାଇବ୍ ଆମର କରି ଦିଅନ୍ତୁ। ବାଇଗଣକୁ ଏମିତି ଥୋଇଦେବା। ବାଇଗଣକୁ ଷ୍ଟାଣ୍ଡରେ ବି ଥୋଇପାରିବେ ଆପଣ, ଯେହେତୁ ମୋ ପାଖରେ ଷ୍ଟାଣ୍ଡର ଆଭେଲେବୁଲ୍ ବର୍ତ୍ତମାନ ନାହିଁ, ତେଣୁକରି ଆମେ ବାଇଗଣକୁ ଷ୍ଟାଣ୍ଡରେ ନ ଥୋଇକି ଡାଇରେକ୍ଟ ପୋଡ଼ି ଦେଉଛେ। ଓକେ, ହଁ। ବାଇଗଣ ବର୍ତ୍ତମାନ ପୋଡ଼ା ଷ୍ଟାର୍ଟ ହେଉଛି। ଆପଣମାନେ ଦେଖୁଥିବେ କେତେ ସୁନ୍ଦର ଭାବରେ ଚଡ଼ଚଡ଼ ସାଉଣ୍ଡ ହେଉଛି। ତା ଭିତରେ ବାଇଗଣ ରେଡ଼ି ହେଲା ଭିତରେ ଚାଲନ୍ତୁ ଆମେ ପିଆଜକୁ କାଟିଦେବା। ବାଇଗଣ ପୁରା ସୋରିଷ ତେଲରେ ପୋଡ଼ିକି କି ବାସ୍ନା, ବାଇଗଣ ପୋଡ଼ାର ବାସ୍ନା ମସ୍ତ ଅଛି। ଏବେ କ'ଣ କରିବା ନା
ଚୋପା ଛଡ଼େଇବା ତାକୁ। ବାଇଗଣଟା ପୋଡ଼ି ସାରିଲା ପରେ ଆପଣ ଏମିତି ଟିକେ ସାବଧାନ ରହିବେ ହେଲା, କାହିଁକିନା ଗରମ ଗରମ ଛଡ଼େଇଲେ ଆପଣ ବାଇଗଣ ଚୋପା ସହିତ ଯେଉଁ ୱେଷ୍ଟେଜ୍ ଗୁଡ଼ା ଆରାମସେ ସେ ଛାଡ଼ି ହେଇଯିବ। ବାଇଗଣ ଚୋପା ବି ମସ୍ତ ଭାବରେ ଛାଡ଼ିଯିବ। ଜମା ସେ ପାଣିରେ ପକାଇ ଥଣ୍ଡା କରିବା ସେଗୁଡ଼ା କରିବେନି। ହଁ, ଟିକେ ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ, କିନ୍ତୁ ଗରମ ଗରମ କରିବାର ଯେଉଁ ମଜା, ଥଣ୍ଡାରେ ସେ ମଜା ନାହିଁ। ଭଲ ଲାଗୁଛି ନା? ପୋଡ଼ାଟା ପରଫେକ୍ଟ ହେଇଛି। ବାଇଗଣ ପୋଡ଼ା ସରିଛି। ବର୍ତ୍ତମାନ ସିମ୍ପଲ୍ ତରିକାରେ ତାକୁ କ'ଣ କରିବା ନା ଚପ୍ କରିବା ହେଲା। ଗ୍ୟାସ୍ଟା ଆଉ ଥରେ ଅନ୍ କରିବା, ତା ଦେହରେ କଢ଼େଇ ବସିବା, ସିଧା ଜମ୍ପ ମାରିବା ବଘାରିବାକୁ। କାହିଁକିନା ଯଦି ଆପଣ ବାଇଗଣ ଭର୍ତ୍ତାକୁ ବଘାରିବା ଶିଖିଗଲେ ତାହେଲେ ବାଇଗଣ ଭର୍ତ୍ତା ଶିଖିଯାଇଛନ୍ତି। ସେଟା ପୁଣି ହେଉଛି ଢାବା ଷ୍ଟାଇଲ୍ ବାଇଗଣ ଭର୍ତ୍ତା। ତ ସବୁଠୁ ବଡ଼ ଖେଳ ହେଉଛି ତେଲର। ତ ଆମେ କ'ଣ କରିବା ନା ତେଲ ଟିକେ ଇମ୍ପୋର୍ଟାଣ୍ଟ ହେଉଛି ତେଲରେ କଞ୍ଜୁସ୍ କରିବେନି, କାହିଁକିନା ବାଇଗଣ ହେଉଛି ସ୍ପଞ୍ଜି। ତ ବାଇଗଣ ତେଲ ପିଇଦେବ, ଯଥା ସମ୍ଭବ ଟିକେ ଆପଣ ଅଧିକ ତେଲ ପକାଇବେ। ଜିରା ପରେ ଡାଇରେକ୍ଟ ସିଧା ଆମେ ପିଆଜ ପକାଇବା। ପିଆଜକୁ ଟିକେ ଚାରିକଣିଆ କରି କାଟିବେ, ବେଶୀ ଗୁଣ୍ଡ କରିବେନି, କାହିଁକିନା ଆମର ପିଆଜ ବେଶୀ ଭାଜି ହେବା ଦରକାର ନାହିଁ, ହାଲକା ଭାଜି ହେବା ଦରକାର। କାହିଁକିନା ଅଲରେଡ଼ି ଆମେ ବାଇଗଣକୁ ପୋଡ଼ି ଦେଇଛେ। ପିଆଜ ଦେଖନ୍ତୁ ବେଶୀ ବ୍ରାଉନ୍ କରିବେନି, ହାଲକା ଯେମିତି ଟିକେ ଭାଜି ହେଇଯିବ। ତାପରେ ଆମେ ପକାଇଦେବା କ'ଣ ନା ଆକୁ ଟମାଟର, କାହିଁକିନା ପିଆଜକୁ ବେଶୀ ଭାଜିଦେଲେ ଭଲ ଲାଗିବନି, ଟିକେ କଞ୍ଚାଳେ ରହିବା ବି ଦରକାର। ଏବେ ଆମେ ଟମାଟରକୁ କଞ୍ଚା ଲଙ୍କା ପକାଇଦେବା। टाइम हो गला, बर्तमान टिके लंका गुंड पकेवा। एटा आपण पकई पारती न पकई पारती, जेहेतु आम ढाबा स्टाइल करुचे टे कलरटा भी डिपेंड करे। ये हलदी गुंड टिके बेसी हाई फ्लेम को रेडी करेंगे, कहीं लो फ्लेम रे टिके करुथिबे। सबुठु बेस्ट इम्पोर्टाट जिनिस हूँ कौन सी जिनस आमर बेसी फ्राए न हो, जमी पियाजटा हाफ फ्राए हम, टमाटर भी हाफ फ्राए हम। आमर हो आसला एबे आमर पियाज टमाटर हो आसला। स्वाद अनुसार टिके लुण पकेगा। एबे मेन मुद्दा जहाँपाई क्या एते सबू कांड बाइगण पकेगा। आसतु आम बाइगण भर्ता माने ढाबा स्टाइल बाइगण भर्ता पूरा बर्तमान पाखापाखि रेडी हो गलानी। एबे भलसे धनिया पत्र को मिसई साइला परे सिंपल 2 ରୁ 3 मिनट को छाड़ीदेवा। सेम छाड़बनी, घोड़े दबा, सील कर छाड़देवा। मुझे जानी आपण मैंने एपर्यंत भी चैनल को सब्सक्राइब करना। आ वीडियोटा जदि भल लगुच
ତାହେଲେ ଲାଇକ୍ କରନ୍ତୁ, କमेଣ୍ଟ କରନ୍ତୁ। ଆଉ ଯଦି କିଛି ଆଦେହରେ ଦରକାର ହେଉଛି ଯେ ଆପଣଙ୍କ ହିସାବରେ ଆମେ ଢାବା ଷ୍ଟାଇଲ୍ ବାଇଗଣ ଭର୍ତ୍ତାରେ ଆଉ କ'ଣ ପକାଇଥିଲେ ଭଲ ଲାଗିଥାନ୍ତା, କି କେଉଁ ଜିନିଷ ଆପଣଙ୍କୁ ଭଲ ଲାଗେନି ଯେଉଁଟାକି ମୁଁ ଆଦେହରେ ପକାଇଛି, କମେଣ୍ଟରେ ଜଣାନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଆଉ ଘରେ ଢାବା ଷ୍ଟାଇଲ୍ ବାଇଗଣ ଭର୍ତ୍ତା କରି ଖାଆନ୍ତୁ। ସତରେ ବାସ୍ନାଟା ମସ୍ତ ହେଇଛି, ଯେଉଁ ସ୍ମୋକି ବାସ୍ନାଟା ବାଇଗଣ ଭିତରେ ପୁରା ଫୁଟିକି ବାହାରୁଛି। ମୁଁ ତ ଆଜି ଖାଇବିନି, କାହିଁକି ନା ମୋର ମଙ୍ଗଳବାର, ମୁଁ ପିଆଜ ରସୁଣ ଖାଇବିନି। ତ ଆଜି ଆମର ସବୁଦିନ ଭଳି ଆପଣଙ୍କ ପ୍ରିୟ ଆଙ୍କର୍ ଅଛନ୍ତି, ସେ ଟେଷ୍ଟ କରି କହିବେ। ନିଅ। वाव बढ़िया है। आपण मैंने तो जानले ढाबा स्टाइल बाइगण भर्ता आपण मैंने घरे तैयारी करंतु आ खाई के कमेंट माध्यम कहतु केमी सब्सक्राइब कर लाइक तो गोटे करके चलता।